ନାଇଁ ନାଇଁ ଦେଖନ୍ତୁ ଏଇଟା ଯେଉଁଟା ହେଇଛି ସିଏ ହେଇଛନ୍ତି ତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଟୁ ସିଏମ୍। ତେଣୁ ବିରୋଧୀ ଦଳ ନେତା ଯିଏ ହେବେ ତାଙ୍କର ଜଣେ ତ ପ୍ରାଇଭେଟ୍ ସେକ୍ରେଟାରୀ ଦରକାର। ତେଣୁ ସିଏ ତାଙ୍କ ସମୟରେ ଯିଏ ଥିଲେ ଅଧିକାରୀ ତାଙ୍କୁ ନେଇକରି କରୁଛନ୍ତି। ଏଥିରେ କିଛି ପାଣ୍ଡିଆନଙ୍କ ସହିତ ୟାର କିଛି ସମ୍ପର୍କ ନାହିଁ। ପାଣ୍ଡିଆନ ତ ଯେହେତୁ ସରକାରୀ ଚାକିରିରେ ନାହାନ୍ତି, ଜଣେ ସରକାରୀ ଅଫିସର ତ ବିରୋଧୀ ଦଳ ନେତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଦାୟିତ୍ୱରେ ରହିବେ ନା। ତେଣୁ ସରକାରୀ ଅଧିକାରୀ ହିସାବରେ ଆଦିତ୍ୟ ମହାପାତ୍ର ଜଏନ୍ କରିଛନ୍ତି। ୟା ସହିତ ପାଣ୍ଡିଆନଙ୍କର ସେ ଯେଉଁ ଥିବା ନଥିବାର କୌଣସି ସମ୍ପର୍କ ନାହିଁ। ପାଣ୍ଡିଆନ ଥାଇପାରନ୍ତି ତାଙ୍କ ସହିତ ପରୋକ୍ଷ ଭାବରେ ଛାୟା ଭାବରେ ଥାଇପାରନ୍ତି, କିନ୍ତୁ ସରକାରୀ ଭାବରେ ସରକାରଙ୍କର ଜଣେ ପ୍ରତିନିଧି, ସରକାରଙ୍କର ଜଣେ ଅଧିକାରୀ ବିରୋଧୀ ଦଳ ନେତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ରହିବେ। ତେଣୁ ଆଦିତ୍ୟ ମହାପାତ୍ର ଯିଏ ତାଙ୍କର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଅତିରିକ୍ତ ସଚିବ ଥିଲେ, ତାଙ୍କୁ ବର୍ତ୍ତମାନ ଗତକାଲି ରାଜ୍ୟ ସରକାର ଆପଏଣ୍ଟ କରିଛନ୍ତି ବିରୋଧୀ ଦଳ ନେତାଙ୍କର, ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କର ନୁହଁ, ବିରୋଧୀ ଦଳ ନେତାଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ହିସାବରେ। ତେଣୁ ଏହା ସହିତ ପାଣ୍ଡିଆନଙ୍କର ଥିବା ନଥିବାର କୌଣସି ସମ୍ପର୍କ ନାହିଁ। ନା ଆଦିତ୍ୟ ମହାପାତ୍ର ତ ପ୍ରାଇଭେଟ୍ ସେକ୍ରେଟାରୀ ନା, ସମସ୍ତ ମନ୍ତ୍ରୀଙ୍କର ମୁଖ୍ୟମନ୍ତ୍ରୀଙ୍କର ପ୍ରାଇଭେଟ୍ ସେକ୍ରେଟାରୀ ଯେମିତି ସୁବିଧା ପାଉଛନ୍ତି ସେ ସେମିତି ସୁବିଧା ପାଇବେ। ପ୍ରାଇଭେଟ୍ ସେକ୍ରେଟାରୀଙ୍କ ପାଇଁ ଯାହା ଯାହା ସୁବିଧା ଉଦ୍ଦିଷ୍ଟ ସରକାରୀ ସେବା ସେଇଟା ନିହାତି। ପାଣ୍ଡିଆନ ତ ଭିନ୍ନ ଭାବରେ ଥିଲେ ନା, ସେ ତାଙ୍କ ପ୍ରଭୁତ୍ୱ କ୍ଷମତାର ଅଧିକାରୀ ଥିଲେ। ସମସ୍ତ କ୍ଷମତାକୁ ସେ ନିୟନ୍ତ୍ରଣ କରୁଥିଲେ, ସେ ନିଜେ ସୁରକ୍ଷା ନେଇଥିଲେ ନିଜ ପାଇଁ ପ୍ରତିହାର ପାଇଁ ସେ ଥିଲେ, ସେ ସବୁଥିରେ ଅଧ୍ୟକ୍ଷ ଥିଲେ। ତେଣୁ ଇଏ ତ ବର୍ତ୍ତମାନ ପ୍ରାଇଭେଟ୍ ସେକ୍ରେଟାରୀ ଟୁ ଲିଡର ଅଫ୍ ଦି ଅପୋଜିସନ୍, ସରକାରୀ ବ୍ୟବସ୍ଥାରେ ପ୍ରାଇଭେଟ୍ ସେକ୍ରେଟାରୀ ଟୁ ଲିଡର ଅଫ୍ ଦି ଅପୋଜିସନ୍ বা ପ୍ରାଇଭେଟ୍ ସେକ୍ରେଟାରୀ ଟୁ ସିଏମ୍, ପ୍ରାଇଭେଟ୍ ସେକ୍ରେଟାରୀ ଟୁ ମିନିଷ୍ଟର୍ସ ଯେଉଁ ବ୍ୟବସ୍ଥା ଥିବ ସେହି ସୁବିଧା ତାଙ୍କୁ ମିଳିବ।